ଜୟ ଜଗନ୍ନାଥ। ମୁଁ କିଛି ଗୋଟେ କହିବା ପାଇଁ ଯାଉଛି ତ କିଛି ଲୋକ ମୋତେ ରାଗି ପାରନ୍ତି, ତ ଆଉ କିଛି ଲୋକ ମୋତେ ଭଲ ଭାବିପାରନ୍ତି। ତ ମୁଁ କହିବା ପାଇଁ ଯାଉନି ତ କେମିତି ଦୟାକରି ମଦ ପିଅନି, ମଦ ପିଇଲେ ଦେହ ଖରାପ ହେବ। ଆଉ ମୁଁ ଆମ ସରକାରଙ୍କୁ ବି କହିବା ପାଇଁ ଚାହୁଁଛି ଯେ ସରକାର ଯଦି ମଦ ଦୋକାନ ଗୁଡ଼ା ବନ୍ଦ କରିଦିଅନ୍ତେ ତ ବହୁତ ଭଲ। ତ ଆମ ବୁଲିଥିବା ମାନେ ଯେଉଁ ଅଛନ୍ତି ସେମାନେ ସବୁ ଏବେ ରାସ୍ତାରେ ଯଦି ବୁଲାଚଲା କରିବେ ତ ଯିଏ ମଦ ବେପାର କରୁଛି ତାକୁ ଅଟୋମେଟିକ୍ ଧରିବେ। ତ ଆଜିକାଲି କ'ଣ ହେଉଛି କ'ଣ ଆମର ଯେଉଁ ଏଇ ଛୋଟ ଛୋଟ ଗାଁ ଗୁଡ଼ା ଅଛି ତ ସେଇ ଗାଁ ଭିତରକୁ ଯିବନି, ରାସ୍ତାରେ ଲୋକ ମଦ ବେପାର କରୁଛନ୍ତି। ତ ରାସ୍ତାରେ ମଦ ବେପାର କରୁଛନ୍ତି ତ ଲୋକ ଏତେ ଯାଉଛନ୍ତି କାମ କରି ଯାଉଛନ୍ତି, ତ କାମ କରିବା ପଇସା ଆଣୁଛନ୍ତି, କାମ କରିବା ପଇସା ଆଣିଲେ ସେ ରାସ୍ତାରେ ମଦ ଦେଖୁଛନ୍ତି, ମଦ ପିଇକି ଘରକୁ ଆସୁଛନ୍ତି, ତାପରେ ନିଜ ଘରେ ବି ଝଗଡ଼ା କରୁଛନ୍ତି। ତ ତେଣୁକରି ମୁଁ ଭାବୁଛି ସରକାର ଯଦି ମଦ ବନ୍ଦ କରିଦିଅନ୍ତେ ଭଲ ହୁଅନ୍ତା। ଆଉ ମୁଁ ସବୁ ଭାଇମାନଙ୍କୁ କହୁଛି ଦୟାକରି କେହି ମଦ ପିଅନ୍ତୁ ନାହିଁ। ମଦ ପିଇଲେ ଆପଣମାନଙ୍କୁ କ'ଣ ମିଳୁଛି? ଟିକେ ନିଜେ ଆଉ ଆପଣମାନଙ୍କର ପଇସା ବି ଖର୍ଚ୍ଚ ହେଉଛି। ଆଉ ମଦ ପିଇବା ଦ୍ୱାରା ତ ମାନେ କାହାକୁ କିଛି ଖରାପ ଭାଷା ବି କହୁନି, ତ ଖରାପ ଭାଷା କହିବା ଦ୍ୱାରା ଅନ୍ୟ ଲୋକମାନେ ଆପଣଙ୍କୁ ରାଗୁଛନ୍ତି। ତ ଦୟାକରି କେହି ମଦ ପିଅନ୍ତୁ ନାହିଁ।